ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା 75ତମ ଜନରାଜ୍ୟ ଦିବସ ପାଳିତ। ଆଜି 75ତମ ପବିତ୍ର ଜନରାଜ୍ୟ ଦିବସ ଅବସରରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟଠାରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସୁଧୀର କୁମାର କର୍ଣ୍ଣଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଅଛି। ଏଠାରେ ଜିଲ୍ଲା କଂଗ୍ରେସର ପ୍ରବକ୍ତାଙ୍କ କହିବା ଅନୁସାରେ ବର୍ତ୍ତମାନ ଭାରତର ସମ୍ବିଧାନ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଏହି ଅବସରରେ ଉପସ୍ଥିତ କଂଗ୍ରେସ ନେତୃବର୍ଗ ଦେଶର ସମ୍ବିଧାନ ବିରୋଧୀ ଶକ୍ତିଗୁଡ଼ିକୁ ଯେକୌଣସି ପରିସ୍ଥିତିରେ ଦୃଢ଼ ହସ୍ତରେ ଦମନ କରିବାକୁ ଶପଥ ନେଇଥିଲେ। ଜିଲ୍ଲା ସଭାପତି ଶ୍ରୀ ନବକୁମାର ମିଶ୍ର ସମ୍ପ୍ରତି ପରିସ୍ଥିତିରେ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ଏହାର ଅଂଶବିଶେଷ ବୋଲି ତାଙ୍କର ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର, ଲିଗାଲ ସେଲ୍ ମୁଖ୍ୟ ବିଶ୍ୱଜିତ ମିଶ୍ର, ସୋସିଆଲ ମିଡ଼ିଆ ମୁଖ୍ୟ ପ୍ରତାପ ପଣ୍ଡା, ସମ୍ପାଦକ ଅର୍ଜୁନ ମହାନନ୍ଦିଆ, କିଷାନ ସେଲ୍ ଆବାହକ ରୋହିତେଶ୍ୱର ବେହେରା ପ୍ରମୁଖ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ।